जगा भाई केन्द्रापड़ा को तुलसी क्षेत्र काहेकि कुआ जाए? ଏହା ତ ଆମ ବଳଦେବ ଜୀଉ ବଳିଆ ଭାଇ ଯୋଗୁ। सतरे केमिति? କଥାଟି ଏପରି ଯେ ଦ୍ୱାପର ଯୁଗରେ ଲଳିତଗିରି ଏବଂ ଆସିଆ ପର୍ବତମାଳା ଅଞ୍ଚଳରେ କନ୍ଦରାସୁର ନାମକ ଏକ ଭୟଙ୍କର ରାକ୍ଷସ ରାଜା ଶାସନ କରୁଥିଲା। ସମଗ୍ର ଭୂମି ତାହାର ଅତ୍ୟାଚାରରେ କମ୍ପି ଉଠୁଥିଲା। ସେ ଯଜ୍ଞ ହୋମ ଧ୍ୱଂସ କରି ଋଷିମୁନିଙ୍କୁ ଯନ୍ତ୍ରଣା ଦେଉଥିଲା ଏବଂ ତାଙ୍କର ତପସ୍ୟାରେ ବିଘ୍ନ ସୃଷ୍ଟି କରୁଥିଲା। କନ୍ଦରାସୁରର ଏହି ଅଧର୍ମ ସହି ନ ପାରି ଋଷିମୁନି ମାନେ କୃଷ୍ଣ ଏବଂ ବଳରାମଙ୍କୁ ପ୍ରାର୍ଥନା କଲେ। ତାଙ୍କର ପ୍ରାର୍ଥନା ଶୁଣି ମୁଁ ଏବଂ ବଳରାମ ଭାଇ ଧର୍ମର ସ୍ଥାପନା ପାଇଁ ସେଠାରେ ପହଞ୍ଚିଥିଲୁ। ଭାଇ ବଳରାମ ଏବଂ କନ୍ଦରାସୁର ମଧ୍ୟରେ ଭୀଷଣ ଯୁଦ୍ଧ ହୋଇଥିଲା। କନ୍ଦରାସୁର ଶତ ଚେଷ୍ଟା କରି ମଧ୍ୟ ପରାସ୍ତ ହୋଇଯାଇଥିଲା ଏବଂ ଶେଷରେ ବଳଭଦ୍ର ତାଙ୍କୁ ବଧ କରିଥିଲେ ଏବଂ ଯେଉଁ ସ୍ଥାନରେ କନ୍ଦରାସୁରର ଶରୀର ପଡ଼ିଥିଲା ତାହାକୁ କନ୍ଦରପଡ଼ା ବା କେନ୍ଦ୍ରାପଡ଼ା କୁହାଗଲା। କନ୍ଦରାସୁରର ବଧ ପରେ ଋଷିମୁନିଙ୍କ ଅନୁରୋଧ କ୍ରମେ ଭାଇ ବଳଭଦ୍ର କନ୍ଦରାସୁରଙ୍କ ଝିଅ ତୁଳସୀକୁ ବିବାହ କରିଥିଲେ ଏବଂ ଏହି ଦିବ୍ୟ